Hello students, welcome back to OD classes. ଏବେ ଆମେ ଦେଖିବା ଫର୍ମେଟିକ୍ ଆସାଇନମେଣ୍ଟ 3ର କ୍ଲାସ୍ 10ମ ଶ୍ରେଣୀର ମ୍ୟାଥମେଟିକ୍ସ ମାନେ ଗଣିତର ରିଏଲ୍ କ୍ୱେଶ୍ଚିନ୍ ଆନ୍ସର୍ ଦେଖିବା। ବୁଝିଲା, ସେଥିପାଇଁ ଚ୍ୟାନେଲକୁ ସମସ୍ତେ ସବସ୍କ୍ରାଇବ୍ କରିକି ପାଖରେ ଆସିଥିବା ଅଲ୍ ବଟନ୍କୁ ପ୍ରେସ୍ କରି ରଖିଥିବ। ବୁଝିଲା, ଆଉ ଯଦି ଲାଇକ୍ କରିନ ତାହେଲେ ଲାଇକ୍ କରିନ ସମସ୍ତେ, ଆଉ ଭିଡ଼ିଓକୁ ତୁମ ସାଙ୍ଗସାଥିମାନଙ୍କୁ ସେୟାର କରିନିଅ। ଆଉ ଡେସ୍କ୍ରିପ୍ସନ୍ ଟେଲିଗ୍ରାମ ଲିଙ୍କ୍ ଅଛି ଏହାର PDF ପାଇବା ପାଇଁ। ବୁଝିଲା, ତ ଡେସ୍କ୍ରିପ୍ସନ୍ ଟେଲିଗ୍ରାମ ଲିଙ୍କ୍ ଅଛି, ଜଏନ୍ ହେଇଯିବା ସମସ୍ତେ ସେଠାରେ। ତ ଷ୍ଟାର୍ଟ କରିବା ଫର୍ମେଟିକ୍ ଆସାଇନମେଣ୍ଟ 3 ମାନେ FA3 ମ୍ୟାଥମେଟିକ୍ସ ଗଣିତ କ୍ଲାସ୍ 10ମ ଶ୍ରେଣୀ କପି ବ୍ୟବସ୍ଥା କ୍ୱେଶ୍ଚିନ୍ 2023 ରିଅଲ୍ କ୍ୱେଶ୍ଚିନ୍। ଟାଇମ୍ ଅଛି 1 ଘଣ୍ଟା 15 ମିନିଟ୍ ମାନେ 75 ମିନିଟ୍। ପିମାର ଅଛି 50। ଆମେ 50ରୁ ପୁରା 100% କରେକ୍ଟ ଆନ୍ସର୍ ଭିଡ଼ିଓରେ ଆଲୋଚନା କରିବା। ସେଥିପାଇଁ ସମସ୍ତେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଅଲ୍ ବଟନ୍ରେ କ୍ଲିକ୍ କରି ପ୍ରେସ୍ କରି ରଖିଥିବା। ବୁଝିଲା, ତ ନେମ୍ ଅଫ୍ ଦ ଷ୍ଟୁଡେଣ୍ଟ, ନିଜ ନାଁ, ରୋଲ୍ ନମ୍ବର ଆଉ ସେକ୍ସନ୍, ସିଗ୍ନେଚର୍ ଅଫ୍ ଦ ସବଷ୍ଟିଟ୍ୟୁଟ୍ କରିବେ ଏଇଟା। ତ ପିରିୟଡ଼ିକ୍ ଟ୍ୟାକ୍ସରେ ଅଛି ୟୁନିଟ୍ 1ରେ ଅଛି 1 ନମ୍ବରରେ ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ସଂଖ୍ୟା ପରି ଲେଖ। ଏଇର ଅଛି AX ପ୍ଲସ୍ BX ପ୍ଲସ୍ C ଇକ୍ୱାଲ୍ ଟୁ 0, A ନଟ୍ ଇକ୍ୱାଲ୍ ଟୁ 0 ଦ୍ୱିଘାତ ସମୀକରଣ କାହାକୁ କୁହାଯାଏ? ତ ଏହା କି ପ୍ରକାର ସମୀକରଣ ନା ଦ୍ୱିଘାତ ସମୀକରଣ। ବୁଝିହେଲା, ଡବଲ୍ ଅଛି ଦ୍ୱିଘାତ ସମୀକରଣ ସମାଧାନ ସୂତ୍ରଟି କ'ଣ ନା x ଇକ୍ୱାଲ୍ ଟୁ ନା ମାଇନସ୍ b ପ୍ଲସ୍ ଅର୍ ମାଇନସ୍ b ସ୍କୋୟାର୍ ମାଇନସ୍ 4ac ବାଇ ରୁଟ୍ ଓଭର୍ ବାଇ 2a। ଆଉ ଗୋଟେ ମଧ୍ୟ ସୂତ୍ର ଅଛି କ'ଣ ନା ax ସ୍କୋୟାର୍ ପ୍ଲସ୍ bx ପ୍ଲସ୍ c ଇକ୍ୱାଲ୍ ଟୁ 0। ବୁଝିଲା, ତ୍ରିପଲ୍ ଅଛି d 0 ସାନ ହେଲେ ମୂଲ୍ୟ ସ୍ୱରୂପ କ'ଣ ହେବ ନା ଅବାସ୍ତବ, ଅର୍ଥାତ୍ ବାସ୍ତବ ମୂଲ୍ୟ ନାହିଁ। ତାପରେ ଅଛି ଆଇଭିର ଆନ୍ସର୍ ଅଛି x ସ୍କୋୟାର୍ ପ୍ଲସ୍ 2x ମାଇନସ୍ 63 ଇକ୍ୱାଲ୍ ଟୁ 0। ସମୀକରଣର ମୂଲ୍ୟଦ୍ୱୟ ଗୁଣଫଳ କେତେ ନା ହେବ -63। ବୁଝିଲା, ଭିରେ ଅଛି 2x ସ୍କୋୟାର୍ ମାଇନସ୍ 6x ପ୍ଲସ୍ 3 ଇକ୍ୱାଲ୍ ଟୁ 0। ସମୀକରଣ ମୂଲ୍ୟଦ୍ୱୟ ଆଲଫା ଓ ବିଟା ହେଲେ ଆଲଫା ସ୍କୋୟାର୍ ପ୍ଲସ୍ ବିଟା ସ୍କୋୟାର୍ ମାନ କେତେ ହେବ ନା ଏହାକୁ ସମାଧାନ କଲେ ହେବ ଆନ୍ସର୍ 6। ବୁଝିଲା, ୟୁନିଟ୍ 2ରେ ଅଛି ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଲେଖ। ଏଇରେ ଅଛି ଗୋଟିଏ ମୁଦ୍ରାକୁ 20 ଥର ଟସ୍ କରିବାକୁ 7 ଥର ଟି ଆସିଲେ PH କେତେ ହେବ ନା 13/20 ହେବ। ବୁଝିଲା, ଡବଲ୍ ଅଛି ଗୋଟିଏ ଲୁଡ଼ୁ ଗୋଟିକୁ ଥରେ ଗଡ଼ାଇଲେ ଫଳ 8 ଆସିବାର ସମ୍ଭାବନା କେତେ ନା 0। ତ୍ରିପଲ୍ ଅଛି ଆଜି ବର୍ଷା ନ ହେବାର ସମ୍ଭାବନା 0.25 ହେଲେ ବର୍ଷା ହେବାର ସମ୍ଭାବନା କେତେ ନା 0.75 ହେବ। ତାପରେ ଅଛି E1 ଓ E2 ପରସ୍ପର ବହିର୍ଭୂତ ଘଟଣା ହେଲେ E1 ୟୁନିୟନ୍ E2 କେତେ ହେବ ନା PE1 ପ୍ଲସ୍ PE2। ଏଇଟା ହେବ ଗୋଟେ ଆନ୍ସର୍। ତାପରେ ଅଛି V ଥରେ ମୁଦ୍ରାକୁ ଟସ୍ କଲେ E1 ଇକ୍ୱାଲ୍ ଟୁ H ଘଟଣାଟିର ପରିପୂରକ ଘଟଣାଟି ଲେଖ ହେବ E2T ହେବ। ବୁଝିଲା, ଏବେ ଦେଖିବା ୟୁନିଟ୍ 3। ତା ପୂର୍ବରୁ ଯେଉଁମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରିନେ ସମସ୍ତେ, ଆଉ ପାଖରେ ଥିବା ଅଲ୍ ବଟନ୍ରେ କ୍ଲିକ୍ କରିରଖିଥିବା। ବୁଝିଲା, ଯେଉଁମାନେ ଭିଡ଼ିଓକୁ ଲାଇକ୍ କରିନ ତାହେଲେ ଲାଇକ୍ କରିନେ ସମସ୍ତେ। ତ ଦେଖିବା ଏବେ ୟୁନିଟ୍ 3 ଅଛି ନିମ୍ନ ସମସ୍ତ ପ୍ରଶ୍ନଗୁଡ଼ିକର ସଂକଟ କରି ଲେଖ। ଏଇର ଅଛି ସାଦୃଶ୍ୟ କହିଲେ କ'ଣ ବୁଝ। ଆନ୍ସର୍ ଦେଖିବ ଦୁଇଟି ଚିତ୍ରର ଆକାର ଓ ଆକୃତି ଉଭୟ ସମାନ ଓ
ବା ଅସମାନ ହେଲେ ଯଦି ଆକୃତି ସମାନ ହୋଇଥାଏ ତେବେ ସେମାନଙ୍କୁ ସାଦୃଶ୍ୟ କୁହାଯାଏ। ବୁଝିହେଲା। ଦେଖିବା ଡବଲ ଦୁଇଟି ସଦୃଶ ତ୍ରିଭୁଜର କ୍ଷେତ୍ରଫଳ ଅନୁପାତ 4.9 ହେଲେ ସେମାନଙ୍କର ଅନୁରୂପ ମାଧ୍ୟମ ଦ୍ୱୟ ଅନୁପାତ କେତେ ହେବ? ନା 2:3 ହେବ। ବୁଝିହେଲା। ତାପରେ ଅଛି ତ୍ରିପଲ ଦତ୍ତ ଚିତ୍ରରେ PQ ସମାନ BC ହେଲେ AP = BP 4BP ଆଉ CQ ହେଉଛି 7.5 ସେମି ହେଲେ AQ କେତେ ହେବ? ନା 30 ସେମି ହେବ। ବୁଝିହେଲା। ଏବିରେ ଅଛି ଏକ ତ୍ରିଭୁଜର ଦୁଇ ବାହୁକୁ ସମାନୁପାତରେ ଅନ୍ତର୍ବିଭାଜନ କରିବାକୁ ଲେଖା ଉକ୍ତ ତ୍ରିଭୁଜର ବାହୁ ସମ୍ପର୍କରେ କ'ଣ ସମାନ୍ତର? ବୁଝିହେଲା। ତାପରେ ଅଛି B ନମ୍ବର ଚିତ୍ର L1 A2 L2 L3 T1 T2 ଛେଦକ ହେଲେ DE ହେଉଛି 6 ସେମି ଆଉ EF ହେଉଛି 8 ସେମି। BC ହେଉଛି 6 ସେମି ହେଲେ AC କେତେ? ନା AC କେତେ ହେବ? ନା ଏଇଟା ହେବ ତୁମର ନା କେତେ? AC = 10.5 ସେମି ଅଛି ୟୁନିଟ୍ AV। ତାପରେ ଯେଉଁମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେଲେ ସବସ୍କ୍ରାଇବ୍ କରିନେ ବାରମ୍ବାର କୁହାଯାଉଛି। ଆଉ ଡେସ୍କ୍ରିପ୍ସନ୍ ଟେଲିଗ୍ରାମର ଲିଙ୍କ୍ ଅଛି, ଜଏନ୍ ହେଇଯିବ ସେଠାରେ ତୁମକୁ ଏ PDFଟା ଦିଆଯିବ। ବୁଝିହେଲା। ୟୁନିଟ୍ AVରେ ଅଛି 1 ନମ୍ବରରେ ଅଛି ବର୍ଗଚିତ୍ରର ପରିବୃତ୍ତ କାହାକୁ କୁହାଯାଏ? ଆନ୍ସର୍ ଦେଖିବା। ଆନ୍ସର୍ ହେବ ଏକ ବର୍ଗଚିତ୍ରର ଶୀର୍ଷବିନ୍ଦୁମାନଙ୍କୁ ଦେଇ ବୃତ୍ତକୁ ଉକ୍ତ ବର୍ଗଚିତ୍ରର ପରିବୃତ୍ତ କୁହାଯାଏ। ତାପରେ ଅଛି ଡବଲ ଦତ୍ତ ରେଖାଖଣ୍ଡ 5ଟି ସର୍ବସମ ଅଂଶରେ ବିଭାଜିତ ହେଲେ S1 S2 = ସେ ବି ହେବ। ନା ଆନ୍ସର୍ ଲେଖିବ 2/5 ହେବ। ବୁଝିହେଲା। ତ୍ରିପଲ ଅଛି ବହିର୍ବିଭାଜନ PXY ବିନ୍ଦୁଟି ରେଖାଖଣ୍ଡ ABକୁ MNରେ ବିଭକ୍ତ କଲେ P ବିନ୍ଦୁର ସ୍ଥାନାଙ୍କ କେତେ ହେବ ଲେଖ? ନା 30 ସେମି ହେବ। ବୁଝିହେଲା। AB ଗୋଟିଏ ବର୍ଗଚିତ୍ରର ଅନ୍ତର୍ବର୍ତ୍ତୀ ବ୍ୟାସାର୍ଦ୍ଧ କିପରି ନିର୍ଣ୍ଣୟ ହେବ? ଆନ୍ସର୍ ଦେଖିବା। ନା ଆନ୍ସର୍ ଲେଖିବ ବର୍ଗଚିତ୍ରର ବାହୁ ସହ ଅନ୍ତର୍ବୃତ୍ତର ବ୍ୟାସ ସମାନ ହେବ ଏବଂ ବ୍ୟାସର ଅଧାକୁ ବ୍ୟାସ କୁହାଯାଏ। ଯଦି ବର୍ଗଚିତ୍ରର ବାହୁ A ହୁଏ ତେବେ ଅନ୍ତର୍ବୃତ୍ତ ବ୍ୟାସ ମଧ୍ୟ A ହେବ ଏବଂ ବ୍ୟାସାର୍ଦ୍ଧ A/2 ହେବ। ଏଇଟା ହେବ ଆନ୍ସର୍। ଦେଖିନିଅ। ଦେଖିବା ୟୁନିଟ୍ AVର ବି 2 ସେମି ବ୍ୟାସାର୍ଦ୍ଧ ବିଶିଷ୍ଟ ବୃତ୍ତରେ ଏକ ସମବାହୁ ତ୍ରିଭୁଜ ଅନ୍ତର୍ଲିଖନ କର। ଦେଖିବା ଆନ୍ସର୍। ତ ଏପରି ଭାବରେ ଚିତ୍ର କରିବ। ଏଇଟା ସ୍କେଲ୍ ଆଉ ରାଉଣ୍ଡରରେ ତୁମେ ଚିତ୍ରଟା କରିବ। ବୁଝିହେଲା। ଏଇଟା ହେଉଛି B ଆଉ C ମଝିରେ କେନ୍ଦ୍ରବିନ୍ଦୁ ଦେବ। ବୁଝିହେଲା। 2 ସେମି ବ୍ୟାସ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କରାଗଲା। ତାପରେ ଲେଖିବ OA ବ୍ୟାସାର୍ଦ୍ଧ ଅଙ୍କନ କରି 120 ଡିଗ୍ରୀ କୋଣ ଅଙ୍କନ କରାଯାଉ। OB OC BOC କରାଯାଉ। ଫଳରେ ABC ବିନ୍ଦୁ ମିଳିବ। ତାପରେ ଲେଖିବ ଏହି ABC ବିନ୍ଦୁମାନଙ୍କୁ ଯୋଗ କଲେ ଆବଶ୍ୟକ। ବୁଝିହେଲା। ଏମିତି ଦେଖି ଲେଖିବ। ତାପରେ ଦେଖିବା ନେକ୍ସଟ। ଏବେ ଦେଖିବା ମଲ୍ଟିପଲ୍ ଆସାଇନମେଣ୍ଟ। ତା ପୂର୍ବରୁ ଯେଉଁମାନେ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରିକି ପାଖରେ ଆସିଥିବା ଅଲ୍ ବଟନ୍କୁ ପ୍ରେସ୍ କରି ରଖିଥାଉ। ବୁଝିହେଲା। ଆଉ ଯେଉଁମାନେ ଭିଡ଼ିଓକୁ ଲାଇକ୍ କରିନଥିଲେ ଲାଇକ୍ କରିନେ ସମସ୍ତେ ଆଉ ତୁମର ସାଙ୍ଗସାଥିମାନଙ୍କୁ ଭିଡ଼ିଓଟି ସେୟାର କରିନେବ। ଆଉ ଡେସ୍କ୍ରିପ୍ସନ୍ ଟେଲିଗ୍ରାମର ଲିଙ୍କ୍ ଅଛି। ବୁଝିହେଲା। ସେଇଟା ମୋତେ ଜଏନ୍ ପାରିଲେ ତୁମକୁ ଏ PDFଟା ଦିଆଯିବ। ବୁଝିହେଲା। ତାପରେ ଅଛି ୟୁନିଟ୍ 1 1 ନମ୍ବର ଅଛି ଦ୍ୱିଘାତ ସମୀକରଣ କେତୋଟି ବୀଜ ଥାଏ? ନା 2ଟି। ବୁଝିହେଲା। ଡବଲ ଅଛି D = 0 ହେଲେ ବୀଜଦ୍ୱୟ ସ୍ୱରୂପ କ'ଣ ହେବ? ନା ବାସ୍ତବ ସମାନ ହେବ। ବୁଝିହେଲା। ତାପରେ ଦେଖିବା ତ୍ରିପଲ 2x³ + 5x + 3 = 0
ସମୀକରଣ ବିଜୁଦ ସମଷ୍ଟିର ଗୁଣାତ୍ମକ ବିଲୋମୀ କେତେ ନିର୍ଣ୍ଣୟ କର। ଆନ୍ସର୍ ଲେଖିବ 2/5। ଏବିରେ ଅଛି 3x² - 2x + 1 = 0। ସମୀକରଣର ମୂଳଦୟ ଆଲଫା ଓ ବିଟା ହେଲେ 1/u 1/α + 1/βର ମାନ କେତେ ହେବ ନା -2 ହେବ। ବୁଝିଲା। ତାପରେ ଅଛି B ନମ୍ବର। ଭାରତୀୟ ଗଣିତଜ୍ଞ ପ୍ରଥମେ ପୂର୍ଣ୍ଣ ବର୍ଗରେ ପରିଣତ କରି ଦ୍ୱିଘାତ ସମୀକରଣ ସମାଧାନ କରିଥିଲେ ନା କିଏ? ଶ୍ରୀଧର ଆଚାର୍ଯ୍ୟ। ବୁଝିଲା। ତାପରେ ଅଛି ୟୁନିଟ୍ 2 2 ନମ୍ବର ଏକରେ ଅଛି ସ୍କୁଲ ଶବ୍ଦର ଯଦୃଚ୍ଛା ଗୋଟିଏ ଅକ୍ଷର ଓ ବାଛିବାର ସମ୍ଭାବ୍ୟତା କେତେ ନା 2/6। ବୁଝିଲା। ତାପରେ ଅଛି ଡବଲ ଏ ଗୋଟିଏ ମୁଦ୍ରାକୁ n ଥର ଟସ୍ କଲେ ଉତ୍ପନ୍ନ ସମ୍ଭାବ୍ୟତାର ଉପାଦାନ କେତେ ହେବ ନା 2n। ତାପରେ ଅଛି ତ୍ରିପଲ ଏ ପରୀକ୍ଷାରେ ଏକ ଉପାଦାନ ବିଶିଷ୍ଟ ଘଟଣାକୁ କ'ଣ କୁହାଯାଏ ନା ମୌଳିକ ଘଟଣା କୁହାଯାଇଥାଏ। ଆଇପିରେ ଅଛି 1 - PEର କେତେ ହେବ =E'। ବୁଝିଲା। ତାପରେ ଅଛି ଭି ନମ୍ବର ଗୋଟିଏ ଅଧିବର୍ଷ ହେଉଥିବା ବର୍ଷରେ 53ଟି ପାଇବାର ସମ୍ଭାବ୍ୟତା କେତେ ନା 2/7। ବୁଝିଲା। 2/7। ଏବେ ଦେଖିବା ମୌଖିକ ପରୀକ୍ଷଣ ୟୁନିଟ୍ 3 ଆଇରେ ଅଛି କୌଣସି ରେଖା ତ୍ରିଭୁଜର ଯେକୌଣସି ଦୁଇଟି ବାହୁକୁ ସମାନୁପାତରେ ବହିର୍ଭାବ କଲେ ଉକ୍ତ ରେଖା ତ୍ରିଭୁଜର ତୃତୀୟ ବାହୁ ସମ୍ପର୍କରେ କ'ଣ ହେବ ନା ସମାନ୍ତର ହେବ। ବୁଝିଲା। ତାପରେ ଲେଖିବା ଡବଲ ଏ ଦୁଇଗୋଟି ସଦୃଶ ତ୍ରିଭୁଜର କ୍ଷେତ୍ରଫଳର ଅନୁପାତ ସେମାନଙ୍କର ଅନୁରୂପ ଉଚ୍ଚତାର ଡ୍ୟାକ୍ସ ସହ ସମାନ ହେବ ନା ବ୍ୟାସ ସହ ସମାନ। ତ୍ରିପଲରେ ଅଛି ଏକ ଯୋଡ଼ା ସମାନ୍ତର ସରଳରେଖା ମଧ୍ୟରେ ଥିବା ତ୍ରିଭୁଜ ଗୁଡ଼ିକର ଡ୍ୟାକ୍ସ ସମାନ ନା ବର୍ଗ ସହ ସମାନ। ଏବେ ଦୁଇଗୋଟି ସମାନ ଉଚ୍ଚତା ବିଶିଷ୍ଟ ତ୍ରିଭୁଜର କ୍ଷେତ୍ରଫଳର ଅନୁପାତ ସେମାନଙ୍କର ଅନୁରୂପ ଡ୍ୟାକ୍ସ ଅନୁପାତରେ ହେବ ନା ଉଚ୍ଚତାର ଅନୁପାତରେ ହେବ। ବୁଝିଲା। ବି ନମ୍ବର ଆନ୍ସର୍ ହେବ ତମର 4.5 ସେମି। ବୁଝିଲା। ଆଇରେ ଅଛି 3 ସେମି ବ୍ୟାସ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କରି ଏଥିରେ ଏକ ବର୍ଗଚିତ୍ର ଅନ୍ତର୍ଲିଖିତ କର। ଆନ୍ସର୍ ଦେଖିବା। ତ ଏଭଳି ଭାବରେ ଆନ୍ସର୍ କରିବ ସ୍କେଲ୍ ଆଉ ରାଉଣ୍ଡରରେ। ବୁଝିଲା। ଏ ବି ସି ଆଉ ଡି। ତାପରେ ଦେଖିବା ନେକ୍ସଟ। ତାପରେ ଅଛି ଡବଲ ଏ 6 ସେମି ଦୀର୍ଘ ପି କ୍ୟୁ ଅଙ୍କନ କରି ଏହାର ମଧ୍ୟବିନ୍ଦୁର ଅବସ୍ଥାପ ନିରୂପଣ କର। ତ ଦେଖିବା ଆନ୍ସର୍। ତ ଏଭଳି ଭାବରେ ଆନ୍ସର୍ କରିବ। ଦେଖିନ 6.9 ସେମି ନେବ ଏମିତି ଆଉ 360 ଡିଗ୍ରୀରେ ଚିହ୍ନ ମାରିବ। ବୁଝିଲା। ତ ଦେଖିନ ଆନ୍ସର୍ ନିଜେ କରିବ ଏଇଟା। ତାପରେ ସେ ତ୍ରିପଲ ଏ 6 ସେମି ଦୈର୍ଘ୍ୟ ବିଶିଷ୍ଟ ବିସି ଅଙ୍କନ କରି 5.3 ଅନୁପାତରେ ବହିର୍ବିଭାଜନ କରୁଥିବା ବିନ୍ଦୁଦ୍ୱୟ ନିରୂପଣ କର। ଆନ୍ସର୍ ଦେଖିବା। ତ ଏଭଳି ଭାବରେ ଆନ୍ସର୍ କରିବ। ଦେଖିନ ଏ ବି ପି। ତ ଏବେ ଦେଖିବା ଆସ୍ପିରେସନ୍ କମ୍ପ୍ଲିମେଣ୍ଟ। ଏଇଠି ଅଛି MS ଅଫିସ୍ ସହିତ ପିଲାମାନେ କାର୍ଯ୍ୟ କରିବେ। ମାଟ୍ରିକ ସାର୍ଟିଫିକେଟ୍ ୱାର୍ଡ଼ରେ କିପରି ଟାଇପ୍ କରିବେ ଦେଖାଇବା ସହ ଲେଖିବେ। ଏହା କରି ତୁମେ 5 ମାର୍କ। ଆଉ ଗୋଟେ ଅଛି ତେଲରେ MS ଅଫିସ୍ ବ୍ୟବହାର କରି ନିଜର ବିଓ ଡାଟା ପ୍ରସ୍ତୁତ କର। ଯେକୌଣସି ଦୁଇଟା କରିବାକୁ 5 ମାର୍କ ମିଳିବ ମାନେ 5+10 ମାର୍କ। ତ ଭିଡ଼ିଓ ଟ୍ରେନିଂ କରୁଛି ସେମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେଲେ ସବସ୍କ୍ରାଇବ୍ କରିନ ଦୟାକରି ଆଉ ପାଖରେ ଆସିଥିବା ଅଲ୍ ବଟନ୍କୁ ପ୍ରେସ୍ କରି ରଖିଥାଉ। ବୁଝିଲା। ଯେଉଁମାନେ ଭିଡ଼ିଓକୁ ଲାଇକ୍ କରିନ ତାହେଲେ ଏପଟେ ଲାଇକ୍ କରିନ ସମସ୍ତେ। আমার লাইক টেটকে রয়েছে 1K লাইক। ବୁଝିଲା। ତ ଭିଡ଼ିଓ ଟ୍ରେନ୍ କରିଛି ଦେଖା ହେବା ହିନ୍ଦୀ ଆଉ ସଂସ୍କୃତରେ ନେଇକି ଆସିଛି ମୁଁ ବହୁତ ଜଲ୍ଦି।
ସେଥିପାଇଁ ଚ୍ୟାନେଲ୍କୁ ସମସ୍ତେ ସବସ୍କ୍ରାଇବ୍ ରଖିଥାଉ ବୁଝିହେଲା। ତ ଭିଡ଼ିଓଟା ଏଣ୍ଡ କରୁଛି। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।